ସ୍ମୃତିର ଛାୟାପଥରେ ଘନୀଭୂତ ପୀଡ଼ା ଦାନା ବାନ୍ଧି ଝରି ପଡ଼ିଲେ ତାହା କବିତାରେ ପରିଣତ ହୋଇଯାଏ। କବିର ଯନ୍ତ୍ରଣା ତାର କବିତାର ଆଧାର। ଇଂରାଜୀ କବି ଅଡେନଙ୍କ ଶବ୍ଦରେ ପ୍ଲେ ୱିଥ୍ ଦ ୱାର୍ଡସ୍ ଅର୍ଥାତ୍ ଶବ୍ଦରେ ଖେଳିବା ଶିଖ। ଶବ୍ଦରେ ଖେଳିବାର ତାତ୍ପର୍ଯ୍ୟ ହେଉଛି ଶବ୍ଦ ଭିତରେ ଥିବା ଯୁଗ ଯୁଗର ଲୁକାୟିତ ଅର୍ଥର ସ୍ତରିତ ଆସ୍ତରଣକୁ ଖୋଜିବା। ଭାବପ୍ରବଣ କବି ନିଜ ଭାବନାକୁ ଶବ୍ଦ ମାଧ୍ୟମରେ ଆକାର ଦିଏ। ଲକ୍ଷ ଲକ୍ଷ ଉଚ୍ଚାରିତ ଶବ୍ଦ ଭିତରେ କିଛି ଅନୁଚ୍ଚାରିତ ବି ରହିଯାଏ। ଏହି କହି ନପାରିବା କଥା ହିଁ ଅମର ହୋଇଥାଏ। ହୁଏତ ଆବେଗ ବାଧାପ୍ରାପ୍ତ ହୋଇ ନିରବିଯାଏ କିଛି କାରଣରୁ। କବିତାର ଅନ୍ତର୍ନିହିତ ଛନ୍ଦରେ ପାଠକ ଅଥବା ଶ୍ରୋତାର ଗଭୀର ସୌନ୍ଦର୍ଯ୍ୟାନୁଭୂତି ଥାଏ। ଅନ୍ତରୀଣ ମାନବୀୟ ଭାବନାକୁ ଝଙ୍କୃତ କରି ତାର ନାଦ କ୍ରମେ ସୌନ୍ଦର୍ଯ୍ୟକୁ ବୃଦ୍ଧି ହୁଏ। ଖୁବ୍ ସୁନ୍ଦର ବ୍ୟଞ୍ଜନାତ୍ମକ ରୂପାଙ୍କନ କରିଥିବା ଆଧୁନିକ ଓଡ଼ିଆ କବିତା ସାହିତ୍ୟର ସ୍ପର୍ଦ୍ଧିତ କବି ଡକ୍ଟର ପ୍ରତିଭା ଶତପଥୀ ଜଣେ ନିରଳସ ସାହିତ୍ୟ ସାଧିକା। ଶ୍ରୋତାବନ୍ଧୁ, ଆଜି ଆମେ ଯଶସ୍ୱିନୀ କବି ପ୍ରତିଭା ଶତପଥୀଙ୍କୁ ଶୁଣୁଛେ। ସାହିତ୍ୟର ଏହି ଧାରାରେ ମାନବ ଜୀବନର ଅସୀମ ଯନ୍ତ୍ରଣା ପଥରେ ଆତ୍ମଶକ୍ତିର ପ୍ରଚଣ୍ଡ ଶକ୍ତିଧାରିଣୀ କବି ସେ। ସେ ତାଙ୍କର କ୍ଷତାକ୍ତ ହୃଦୟ ଓ ଏକଲାପଣକୁ ନିଜେ ହିଁ ଆଉଁସି ଦେଇ ସେହି ସନ୍ତାପ ଭିତରେ ହସି ହସି ଗତି କରିବାର ସାମର୍ଥ୍ୟ ରଖିଛନ୍ତି। ଜୀବନର ଶାଳବଣ ଭିତରେ ଆତ୍ମନ୍ୱେଷା କରନ୍ତି ସେ ବୁଝନ୍ତି ସ୍ୱପ୍ନର ସବାଶେଷ ଜୁଇ ନିଆଁରେ ଉଜ୍ଜଳି ଉଠୁଥିବା ଲୁହ ବୁନ୍ଦାକୁ ପୋଛି ଦେବାକୁ ଗଲାବେଳେ ପୁଣି ଯୋଡ଼ି ଦେଇ ବଞ୍ଚିବାକୁ ହୁଏ ଅସଂଖ୍ୟ କାରଣଗୁଡ଼ିକୁ। ଏ କର୍କଶ ପୃଥିବୀରେ ଯିବା ସହଜ ନୁହେଁ। ସବୁବେଳେ ନିୟତିର ପ୍ରକୋପ, ସ୍ୱପ୍ନଭଙ୍ଗର ଯନ୍ତ୍ରଣା, ଅଭିଯୋଗ, ଲୁହ ରକ୍ତ ନିଗାଡ଼ି ବୋହି ଯାଉଥିବା ବିକଳପଣକୁ କବି ସାଉଁଟି ନିଅନ୍ତି। ତେଣୁ କବି ପ୍ରତିଭା ଶତପଥୀ କହି ଉଠନ୍ତି, ବାହୁରେ କାନ୍ଧରେ ମୋର କେତେଥର ଆଉଜି ପଡ଼ିଛି ଆକାଶ, ବାହୁରେ କାନ୍ଧରେ ମୋର କେତେଥର ଆଉଜି ପଡ଼ିଛି ଆକାଶ, ମୁଁ ମରିଯାଇଛି କେଜାଣି କେତେବାର ପାହାଡ଼ ପରି ଏତେ ବଡ଼ ଲାଜରେ। ଶ୍ରୋତାବନ୍ଧୁ, ଆଜୀବନ ଶୂନ୍ୟତାକୁ ଆକାଂକ୍ଷା କରି ନିରାଟ ଶୂନ୍ୟରେ ଅଦୃଶ୍ୟ ସତ୍ତାକୁ ଆତ୍ମାର ସୋଦରଙ୍କ ଅଶବ୍ଦରେ ଆସିବାର ଆହ୍ୱାନ କରନ୍ତି କବି। ପରମ ସତ୍ତାର ସ୍ୱର୍ଗୀୟ ଅବତରଣରେ ସେ ତାଙ୍କ ସତ୍ତା ହରାଇବାକୁ କେବେ ହେଲେ ଚାହିଁ ନାହାନ୍ତି। କବି ପ୍ରତିଭା ଶତପଥୀଙ୍କ କୃତି ଓ କୃତିତ୍ୱ ସମ୍ପର୍କରେ ସୂଚନା ଦେବା ପୂର୍ବରୁ କେବଳ ଏତିକି ଆପଣମାନଙ୍କ ସମ୍ମୁଖରେ ମୁଁ କହିବା ପାଇଁ ନିଶ୍ଚୟ ଚାହିଁବି, କବି ପ୍ରତିଭା ଶତପଥୀ ଜଣେ ଅସାଧାରଣ କବି ପ୍ରତିଭା। ସେ ନିଜ କବିତା ସମ୍ପର୍କରେ କହନ୍ତି, କେତେବେଳେ ଆପଣାର ପରିପୂର୍ଣ୍ଣତା ଭିତରେ ବିବାଗ ବୁଡ଼ିଯାଏ ତ କେତେବେଳେ ଶୂନ୍ୟ ଏକୁଟିଆ, କେହି କୋଉଠି ନଥାନ୍ତି। ଆକାଶ ସାରା ଆସନ୍ନ ଘୂର୍ଣ୍ଣିବାତ୍ୟାର ଧୂସରତା, ପବନ ସତେକି ଶ୍ୱାସରୁଦ୍ଧ ହୋଇ ଛଟପଟ ହେଉଥାଏ। ପ୍ରତିଟି କୋଠରୀର ଦ୍ୱାରକୁ ନିରୁଦ୍ଧ କରିଥାଏ ଅସହିଷ୍ଣୁତା, ଈର୍ଷା, ପୁଣି ସ୍ୱାର୍ଥପରତା। ତାରି ଭିତରେ କୋଉଠି ଥାଏ କୋଠରୀଟିଏ, ମମତା ଓ ପ୍ରତ୍ୟୟରେ ଭରପୁର ଦରଆଉଜା କୋଠରୀଟିଏ। ମୁଁ ତାକୁ ଜାଣିଛି। ଥରେ ହାତ ଛୁଇଁ ଦଉ ଦଉ ସେ ଖୋଲିଯାଇଛି ଛାତ ଆଉ କାନ୍ଥ, ତାର ବ୍ୟାପି ଯାଇଛି ଦିଗ୍ବଳୟରୁ ଆକାଶ ଯାଏ। ମୋ ସ୍ପର୍ଶ ଅପେକ୍ଷାରେ ସେ ରହିଥିଲା ସତେକି? କୃତାଞ୍ଜଳିରୁ ମୋର ଉଛୁଳି ପଡ଼ିଛି ମକରନ୍ଦ ସମୁଦାୟ ସତ୍ତା, ମହକି ଉଠିଛି, ଜାଗି ଉଠିଛି ସୁବାସିତ, ମଧୁର ଓ ଅନିର୍ବଚନୀୟ। ପରେ ପରେ ଅବଶ୍ୟ ମୁଁ ଛିଟକି ପଡ଼ିଛି ଲକ୍ଷ ଲକ୍ଷ ରୁଦ୍ଧ ଦ୍ୱାର କୋଠରୀର ସାମ୍ନାକୁ। କପାଳରୁ ହତାଶାକୁ ପୋଛି ଆଣିଲା ବେଳେ ଆଖିପତା ଝଲମଲ କରି ଉଠିଛି। କାହିଁକି ମୁଁ ସେ ବିଚିତ୍ର କୋଠରୀକୁ ଚିହ୍ନିଲି? କାହିଁକି ମୁଁ ବୁଡ଼ିଗଲି ନିମିଷକେ ତାର ଅନନ୍ୟ ଆତ୍ମୀୟତାରେ? କାହିଁକି ଆଜି ଦୁଃଖର ନିଶ୍ୱାସ ଭିତରେ ମୁଁ ବଞ୍ଚି ରହିଛି ପ୍ରତିନିୟତ, ଅଥଚ ଦୁଃଖକୁ ନିଜର ବୋଲି କହିପାରୁନାହିଁ? କି ବିଚିତ୍ର ତନ୍ମୟତା! ଇଏ କ'ଣ ପ୍ରାଣାନ୍ତକ ଏକ ଦଣ୍ଡର ସାକ୍ଷୀ? ଭଲଟିକୁ ଚିହ୍ନିବା, ତା ସହିତ ଦଣ୍ଡେ ଏକାତ୍ମ ହେବା, ପୁଣି ତାଠୁ ବିଚ୍ୟୁତ ହେବା ଓ ପୁନର୍ବାର ଖୋଜି ଲାଗିବା, ଏଇ ତେବେ କ'ଣ ଜୀବନ? ପରସ୍ତ ପରସ୍ତ ମାଟି କାଦୁଅ ପଙ୍କବୋଳା ଶରୀର ଓ ଆତ୍ମା ଭିତରେ ବିନ୍ଦୁଏ ଉତ୍ତୀର୍ଣ୍ଣ ରସର ସ୍ପନ୍ଦନ, ବିକୃତ କୋଳାହଳ ଭିତରେ ଏକାଗ୍ର ଶ୍ୟାମଳ ଧ୍ୱନିଟିଏ। ତାରି ସମ୍ମୋହନରେ ପ୍ରଧାବିତ ଇଏ ମୋର ସତ୍ତା।
କୋଉ ଦର୍ପରେ କହିବି ଯେ ମୋର ବିଚ୍ୟୁତି, ମୋର କର୍ଦ୍ଦମାକ୍ତ ସ୍ଥିତି, ମୋର କୋଳାହଳଗ୍ରସ୍ତ ଜୀବନ ଭିତରେ ହଜିଯାଇଛି ପୃଥିବୀର ଭଲପଣ, ସତ୍ତା ହରାଇଛି ମହାଜୀବନର ଉତ୍ତୀର୍ଣ୍ଣତା, ମଉଳି ଯାଇଛି ଆତ୍ମସଂଯୋଗର ଧ୍ୱନିଟିଏ। ମୁଁ କିଏ କି? ମୁଁ କିଏ କି ମୋ ମୃତ୍ୟୁରେ ମୃତ୍ୟୁ ହୋଇଯିବ ଏଇ ପୃଥିବୀର ପ୍ରବହମାନ ଜୀବନ ଧାରାର ସବୁ ଭଲପଣର ଭଲ ପାଇବାର। ବିଶିଷ୍ଟ କବି ପ୍ରତିଭା ଶତପଥୀଙ୍କ କୃତି ଓ କୃତିତ୍ୱ ସମ୍ପର୍କରେ ସାମାନ୍ୟ ସୂଚନା ଦେବି। ଅସ୍ତ ଜହ୍ନର ଏଲିଜି ଗ୍ରସ୍ତ ସମୟ, ସାହାଡ଼ା ସୁନ୍ଦରୀ ନିୟତ ବସୁଧା ନିମିଷେ ଅକ୍ଷର, ମହାମେଘ ସବରୀ ତନ୍ମୟ ଧୂଳି ଅଧା ଅଧା ନକ୍ଷତ୍ର, କହି ନହେଲେ ତୁମ ପାଇଁ ଥରେ ସବୁଥର, ଜବା କୁସୁମ ସଂକାଶମ, ଅଜରାମର ପ୍ରମୁଖ କବିତା ପୁସ୍ତକ ତାଙ୍କର ରହିଛି। କବି ପ୍ରତିଭା ଶତପଥୀ କେବଳ କବି ନୁହନ୍ତି, ଏକାଧାରରେ ଜଣେ ନିବନ୍ଧକାର, ପ୍ରାବନ୍ଧିକା, ରମ୍ୟ ରଚନାକାର, ଭ୍ରମଣ କାହାଣୀକାର, ଜୀବନୀକାର, ଆତ୍ମଜୀବନୀକାର ମଧ୍ୟ। ତେବେ ପ୍ରତିଭା ଶତପଥୀଙ୍କୁ ନିମିଷେ ଅକ୍ଷର ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଥିଲା 1986 ମସିହାରେ। ଶବରୀ ପାଇଁ ଇମ୍ଫା ଶିଳ୍ପଗୋଷ୍ଠୀ ପ୍ରଦତ୍ତ ସାରଳା ପୁରସ୍କାର ପ୍ରାପ୍ତ ହୋଇଥିଲା 1992 ମସିହାରେ। ତନ୍ମୟ ଧୂଳି ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଥିଲା 2001 ମସିହାରେ। ଅଧା ଅଧା ନକ୍ଷତ୍ର ନିମନ୍ତେ କର୍ଣ୍ଣାଟକର ଏନ୍ ଥିରୁମଲମ୍ ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଥିଲା 2001 ମସିହାରେ। ଶ୍ରୋତାବନ୍ଧୁ, କବି ଡକ୍ଟର ପ୍ରତିଭା ଶତପଥୀ କେବଳ ଜଣେ କବି ନୁହନ୍ତି, ସେ ଏକାଧାରରେ ଜଣେ ନିବନ୍ଧକାର, ପ୍ରାବନ୍ଧିକା, ରମ୍ୟ ରଚୟିତା, ଭ୍ରମଣ କାହାଣୀକାର, ଜୀବନୀକାର, ଆତ୍ମଜୀବନୀକାର, ସମାଲୋଚିକା, ଅନୁବାଦିକା ତଥା ସମ୍ପାଦିକା। ରୁଚିପୂର୍ଣ୍ଣ ଅଭିନବ ଓଡ଼ିଆ କବିତା ପତ୍ରିକା ଉଦ୍ଭାସର ସେ ଜଣେ ନିୟମିତ ସମ୍ପାଦିକା। ତେବେ ତାଙ୍କର କିଛି କବିତା ଆଜି ଆପଣମାନଙ୍କ ଉଦ୍ଦେଶ୍ୟରେ ମୁଁ ଉପସ୍ଥାପନ କରୁଛି। କବିତାର ଶୀର୍ଷକ ହେଉଛି ଦୁଃଖଗତ ଅନ୍ତରଙ୍ଗତାରେ। କବି ପ୍ରତିଭା ଶତପଥୀ। କେତେକ କଥା ବୁଝେଇ ହୁଏନା, କେତେକ କଥା ବୁଝେଇ ହୁଏନା, ରୋମ ରୋମ ପରିଚିତ ଦୁଃଖର ଚେହେରା କାହାକୁ ବୁଝେଇ ହୁଏ? ଲୁହ ମଧ୍ୟ ନିରୁପାୟ। ଯେଉଁ ଦୁଃଖଟିକି ପ୍ରତୀକିତ କରିବାକୁ ସେ ଦୁଃଖକୁ କ'ଣ କହି ହୁଏ? ବୁଝେଇ ହୁଏ କି କେବେ ଆମ ସମ୍ପର୍କର ଦୁଃଖ ଗଢ଼ା ବ୍ୟକ୍ତିଗତତାକୁ? ଜୀବନର ତିକ୍ତତା ବିଭଙ୍ଗତାକୁ ଆଞ୍ଜୁଳାରେ ତୋଳି ଓଠ ପାଖୁ ଟେକି ନେଲା ବେଳେ ଆନତ ଆଖି ପତାରେ ଦୁଃଖ ଝୁଲି ପଡ଼େ, ଦୁଃଖ ହୁଏ ଲୁହ। ସେ ଲୁହରେ ଭାସି ଉଠେ ତୁମର ଏକାଗ୍ର ମୁହଁ, ଖାସ୍ ତୁମ ମୁହଁ। ପାଣି ଭିତରର ବାଲି ରଗଡ଼ାଟେ ପରି ସ୍ୱପ୍ନମୟ, ହାତ ପାଆନ୍ତାରେ ଥିଲା ପରି ଲାଗୁଥାଅ, ପାଖରେ କିନ୍ତୁ ନଥାଅ। କୋଉ ଘଞ୍ଚ ଜଙ୍ଗଲ ଭିତର ଉଦଣ୍ଡ ଝରଣାଟିଏ ଦିଗ ଘେରି ଭାଙ୍ଗି ପଡ଼ୁଥିବା ଉଦ୍ଦାମତା, ମୁଁ ଚିହ୍ନିବା ପୂର୍ବରୁ ହିଁ ତୁମେ ଥିଲ। ମୋ ପରେ ବି ଅବିରଳ ଯାଉଥିବ ଝରି, ତଥାପି ତୁମ ସହିତ ମୁହୂର୍ତ୍ତକ ଅନ୍ତରଙ୍ଗତାରେ କିପରି କହିବି ନାହିଁ ତୁମେ ମୋର ଆପଣାର ବୋଲି। ଫୁଲ ପାଖୁଡ଼ାରେ ଚାପି ପଡ଼ିଥିବା ଅନ୍ଧାର ଭିତର କାକର ଟୋପାରେ ତୁମ ମୁହଁ ଦିଶିଯାଏ। ମୁଁ ଦେଖେ ସେ ମୁହଁ ଭିତରେ ମୋ ଅସ୍ତିତ୍ୱର ଅଧାଅଧି ଲୁଚିଯାଏ। ହାତ ବଢ଼ାଇଲେ କେବେ ଧରି ପାରେ ନାହିଁ ବାକି ଅଧା ଅସ୍ତିତ୍ୱ ମୋହର। ଜାଗତିକ ଦୁଃଖ ହାତ ଧରି ବହୁ ଜନ୍ମ ପରିଶ୍ରାନ୍ତ ଖୋଜି ଲାଗିଥାଏ। ଖୋଜୁ ଖୋଜୁ ପାଇଯାଏ, ପାଇଲା ମାତ୍ରକେ କୋଉଠି ହଜାଇ ବସେ। ସେ ପାଇବା ଝଲକଟେ ପରି ମୋ ଭାଗ୍ୟର ଅନ୍ଧାର ଭିତରେ ନୂତନ ନକ୍ଷତ୍ରଟିଏ ଜନ୍ମ ନିଏ, ପୁଣି ଲିଭିଯାଏ। ମୁଁ ଜାଣିଛି ଏସବୁ ଅସ୍ପଷ୍ଟ ଚେହେରାଠୁ ତୁମର ଗୋଟିଏ ଭିନ୍ନ ଚେହେରା ବି ଅଛି। ଯଦି ବା ଅସାଧାରଣ, ତାଠାରେ ମୁଁ ବିଶ୍ୱାସ ରଖିଛି। ମୁଁ ବୁଝିବା ଆଖି ଭିତରର ପ୍ରକାଣ୍ଡ ଆକାଶ ଟପି କୋଟିଏ ତାରାରେ ସଜା ତୁମ ସେଇ ଚେହେରାକୁ କା ଆଗରେ ଦେଖାଇବି? ଥର ଥର କମ୍ପୁଥିବା ଆଙ୍ଗୁଠିରେ ମୋର ଅନଶ୍ୱରତାର କେତେ ସୁନ୍ଦର ଶବ୍ଦରେ ସଜା ସେଇ ଚେହେରାକୁ କ୍ଷୟମାଣ ମୋ ଜୀବକୋଷରେ ଲେଖି ରଖିଛି ଯେ କାହାକୁ ବା ଦେଖେଇ ପାରିବି।
କାହାକୁ ବା ଦେଖେଇ ପାରିବି। ଶ୍ରୋତାବନ୍ଧୁ, ଆମେ ଶୁଣୁଛେ କବି ପ୍ରତିଭା ଶତପଥୀଙ୍କୁ ତାଙ୍କର ଆଉ ଏକ କବିତା ଅଭିଳଷିତ ଭାଗ୍ୟ। କବି ପ୍ରତିଭା ଶତପଥୀ କେବଳ ଆଜି ନୁହେଁ, ବାରବାର ମୁଁ ଆସିଛି, ଦଣ୍ଡ ଭୋଗିଛି। କେବଳ ଆଜି ନୁହେଁ, ବାରବାର ମୁଁ ଆସିଛି, ଦଣ୍ଡ ଭୋଗିଛି। ଛାୟା ପରି ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଘୁରି ଲାଗିଛି। ଅବିଶ୍ୱାସୀର ଅଭିଶାପରେ ପଥର ହେଇଛି, ଲମ୍ପଟର ଅପବାଦରେ ମାଟିରେ ମିଶି ଯାଇଛି। ରାଜସଭା ମଝିରେ ଅପମାନ ଅବସାଦରେ ଆତ୍ମା ମୋର ଖଣ୍ଡ ଖଣ୍ଡ ହେଲା ବେଳକୁ ଆଶ୍ଚର୍ଯ୍ୟଜନକ ବହୁ ଘଟଣାର ନିମିତ୍ତ ହୋଇଛି। ଫେରି ଆସିଛି ତଥାପି ବାରବାର, ଫେରି ଆସିଛି ତଥାପି ବାରବାର ତୁମ ସନ୍ନିଧ୍ୟକୁ, ତୁମ କୂଳକୁ, ତୁମ ପଦାଘାତକୁ, ପ୍ରତାରଣାକୁ। ବର୍ଷା ଫେରି ଆସିଲା ପରି ମାଟିକୁ ଫେରି ଆସିଛି, ଫେରି ଆସିଛି। ପୁରୁଷ ସେ ଦେବତା ହେଉ କି ମାନବ ହେଉ କି ଦାନବ ହେଉ, ପୁରୁଷ ସେ ଦେବତା ହେଉ କି ମାନବ ହେଉ କି ଦାନବ ହେଉ, ପତି ହେଉ ପ୍ରେମିକ ହେଉ ବା ଦସ୍ୟୁ ହେଉ, ପତି ହେଉ ପ୍ରେମିକ ହେଉ ବା ଦସ୍ୟୁ ହେଉ, ତା ହାତରେ ନିର୍ଯାତିତ ହେବା ତ ମୋର ଭାଗ୍ୟ, ତା ହାତରେ ନିର୍ଯାତିତ ହେବା ତ ମୋର ଭାଗ୍ୟ। କବିଙ୍କର ଅନ୍ୟ ଏକ କବିତା ଯାହାର ଶୀର୍ଷକ ହେଉଛି ଭୁଲିଯାଅ ମୋତେ। କବି ପ୍ରତିଭା ଶତପଥୀ। ସମୟକୁ ମୁଠେଇ ଧରି ନେବାକୁ ଅଣନିଶ୍ୱାସୀ ଧାଉଁଥିବା ଅଧାପକା ଭିତରେ, ସମୟକୁ ମୁଠେଇ ଧରି ନେବାକୁ ଅଣନିଶ୍ୱାସୀ ଧାଉଁଥିବା ଅଧାପିକା ଭିତରେ, କି ମହଳଣ ଖରା ଆଡ଼େ ପିଠି କରି ଟେବୁଲକୁ ରଗଡ଼ି ରଗଡ଼ି ପୋଛୁଥିବା ବ୍ୟଗ୍ର ଚଞ୍ଚଳ ହାତ ଦୁଇଟିରେ ମୋତେ ଖୋଜ ନାହିଁ, ଦୟାକରି ଖୋଜ ନାହିଁ। ଦୟାକରି ଖୋଜ ନାହିଁ ନାମରେ ଉପାଧିରେ, ସିଲ୍କ ଶାଢ଼ୀର ଭାଙ୍ଗରେ, ସୁନା ଚୁଡ଼ିରେ, ଅଙ୍ଗରାଗରେ, କପାଳର ଚିକ୍ ଚିକ୍ ସ୍ୱେଦରେ, କି ମୋ ଦରୱାନର ଦମ୍ଭୁକ୍ତି ଭିତରେ ମୋତେ ଖୋଜ ନାହିଁ। ମୁଁ ସେଠି ନାହିଁ, କେବେ ବି ନାହିଁ। ନିଛାଟିଆ ବାଲିରେ ମୁଁ ଥାପିଛି ମୋ ପାଦ ଚିହ୍ନ, ନାଁ ଲେଖିଛି ପବନରେ ତାରା ଆଲୁଅରେ। ନିଛାଟିଆ ବାଲିରେ ମୁଁ ଥାପିଛି ମୋ ପାଦ ଚିହ୍ନ, ନାଁ ଲେଖିଛି ପବନରେ ତାରା ଆଲୁଅରେ। ପ୍ରାଣତମ ମନ୍ତ୍ରଟିଏ ପଢ଼ି ବସିଲା ବେଳକୁ ତିନ୍ତି ଯାଇ ସାରିଯିବି ସ୍ୱେଦର ଲୁହରେ। ପଥର ଖଣ୍ଡ ପରି ଅଚଳ ହୃଦୟ ଧରି ଆତଯାତ ହେଉଥିବା ଲୋକଙ୍କୁ ମୁଁ ଚାହିଁଛି ପଲକହୀନ ପ୍ରତି ନିଶ୍ୱାସରେ। ସ୍ୱରଟିଏ ଅଙ୍କୁରି ଉଠିବା ବୁଝିଅଛି, ଶୁଣିବାକୁ କେହି ନାହିଁ। ଭେରେସା କଥା ଭାଷାରେ ପ୍ରଳାପରେ ଅର୍ଥମୟ ସ୍ୱରଟିଏ ବୁଡ଼ି ସାରିଛି ଓ ନିଜର ନାମଯଶର ପ୍ରଚାର ପାଇଁକି ଗର୍ଜି ମରୁଥିବା ଲୋକମାନଙ୍କ ଗହଣେ କବିତାର ସୁକୁମାର ଧାଡ଼ିଟିଏ ସ୍ତବ୍ଧ ହୋଇଯିବାର ମୁଁ ମୂକ ସାକ୍ଷୀ। ଚକ୍ ଗାର ପରି ଧଳା ଧମନୀରୁ ମୋର ତାଜା ରକ୍ତ ସରି ଆସୁଅଛି। କୋଉ ଦିନୁ ପୃଥିବୀକୁ ଡାକି ରୋକଠୋକ ଜଣାଇ ଦେଇଛି, ତୋ ଜୟଯାତ୍ରାରେ ମୋର ଭାଗ ନାହିଁ। କୋଉ ଦିନୁ ପୃଥିବୀକୁ ଡାକି ରୋକଠୋକ ଜଣାଇ ଦେଇଛି, ତୋ ଜୟଯାତ୍ରାରେ ମୋର ଭାଗ ନାହିଁ। ତୋର ଆଖି ଝଲସା ଐଶ୍ୱର୍ଯ୍ୟରୁ, ଲକ୍ଷ୍ମୀ ସାମ୍ରାଜ୍ୟରୁ, ସିଂହାସନରୁ ମୁଁ ତ୍ୟାଗ କରି ସାରିଛି ଯେ ସବୁ ସତ୍ତ୍ୱ, ମଧୁର ଅନୁରାଗରୁ, ସ୍ନେହାଦରରୁ, ଜୁଡ଼ୁବୁଡ଼ୁ ନିଦର ମାୟାରୁ କେବେଠାରୁ ମୁକୁଳିଛି। ସାଧାରଣ ଉତ୍ସୁକତାକୁ ମୁଁ ସଶରୀର ବିସର୍ଜି ସାରିଛି। ପୃଥିବୀର ମୁହଁ ଶୁଖି ଯାଇଛି, ଧରିଛି ସମସ୍ତ କୌଶଳ ତାର ଧରା ପଡ଼ିଗଲା ପରି ଅପଦସ୍ଥ ଭାବ ଦେଖାଇଛି। ମୁଁ ତାକୁ କହିଦେଇଛି, ଅସ୍ତିତ୍ୱକୁ ମୋର ମନେ ନ ରଖିବା ବରଂ ତୋ ପକ୍ଷରେ ସବୁଠାରୁ ଭଲ। ମୁଁ ବଞ୍ଚିଲେ ବଞ୍ଚି ରହିବି ଏଣିକି ଅର୍ଥମୟ ଶବ୍ଦଙ୍କର ବାୟବୀୟ ନିଶ୍ୱାସେ ପ୍ରସରି। ସରସ୍ୱତୀଙ୍କର ଅଙ୍ଗ ଲାଗି ପଞ୍ଚାମୃତ ପାନ କରି କ୍ରିୟାଶୀଳ ଲହରୀଟି ପରି ଫିଟିଛି ମୁଁ, ଦୋହଲୁଛି ଦଶ ଦିଗ ଘୋଟି। ପ୍ରତିଟି ଅଣୁରୁ ମୋର ରାଗର ରଙ୍ଗର ନୂପୁର ଧ୍ୱନିର ମାଳମାଳ ଲହର ଉଡ଼ୁଛି। ଅପ୍ରସ୍ତୁତ ପୃଥିବୀର ଅଲରା ବାଳକୁ ସଜାଡ଼ିଛି, ତା କପାଳେ କପାଳ ଛୁଇଁଛି, କାନ ପାଖେ ଚୁପ୍ କରି କହିଛି ଯେ ତୁ ନିଜ ବାଟରେ ତୁ ଚାଲିଯା, ମୋତେ ଭୁଲିଯା। ମୁଁ ତ ମରିବି, ମୁଁ ଯଦି ମରିବି ମୋ ଚିତାଗ୍ନିରେ, ମୁଁ ଯଦି ଶୋଇବି ଦି ହାତରେ ଦୁଇ ମୁଠା ବାଲି ଧରି,
ମୁଁ ଯଦି ମରିବି ମୋର ଚିତାଗ୍ନିରେ, ମୁଁ ଯଦି ଶୋଇବି ଦି ହାତରେ ଦୁଇ ମୁଠା ବାଲି ଧରି, ରକ୍ତ ପଦ୍ମ ପରି ମୋ ହୃଦୟର ଅଭ୍ୟନ୍ତର ସୁବର୍ଣ୍ଣ କୋଶରେ କବିତାର କରମ୍ବନ ଭରି। ରକ୍ତ ପଦ୍ମ ପରି ମୋ ହୃଦୟର ଅଭ୍ୟନ୍ତର ସୁବର୍ଣ୍ଣ କୋଶରେ କବିତାର କରମ୍ବନ ଧରି, କବିତାର କରମ୍ବନ ଧରି। ଶ୍ରୋତାବନ୍ଧୁ, କବି ଡକ୍ଟର ପ୍ରତିଭା ଶତପଥୀଙ୍କୁ ଆମେ ଶୁଣୁଥିଲେ। ତାଙ୍କର କବିତା ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।